ରାମ ପାଖରେ 98,756 ଟଙ୍କା ଅଛି ଏବଂ ହରି ପାଖରେ 98,808 ଟଙ୍କା ଅଛି। କାହା ପାଖରେ ଅଧିକା ଟଙ୍କା ଅଛି? ଏବେ କାହା ପାଖରେ ଅଧିକା ଟଙ୍କା ଅଛି ଆମେ କେମିତି ଜାଣିବା? ଆମେ ଏଇ ଦୁଇଟି ସଂଖ୍ୟାକୁ କ'ଣ କରିବା? ତୁଳନା କରିବା ଯେ କେଉଁ ସଂଖ୍ୟାଟି ବଡ଼, 98,756 ବଡ଼ ନା 98,808 ବଡ଼। କେମିତି ଜାଣିବା? ଦେଖ, ପ୍ରଥମେ ଦେଖ, ଆମେ ଜାଣିଛେ କି ଯଦି ଗୋଟେ 5 ଅଙ୍କ ବିଶିଷ୍ଟ ସଂଖ୍ୟା ସେଇଟା ସବୁବେଳେ 4 ଅଙ୍କ ବିଶିଷ୍ଟ ସଂଖ୍ୟାଠାରୁ ବଡ଼ ଥିବ। ସେମିତି 6 ଅଙ୍କ ବିଶିଷ୍ଟ ସଂଖ୍ୟା ସିଏ 5 ଅଙ୍କ ବିଶିଷ୍ଟ ସଂଖ୍ୟାଠାରୁ ବଡ଼ ଥିବ। ଏଠି ଦୁଇଟି ଯାକ ସଂଖ୍ୟା କ'ଣ? 5 ଅଙ୍କ ବିଶିଷ୍ଟ ଅଛନ୍ତି। ତାପରେ ଆମେ କ'ଣ କରିପାରିବା? ଆମେ ସେ ଦୁଇଟି ସଂଖ୍ୟାର ସବୁ ସ୍ଥାନର ମାନକୁ କ'ଣ କରିପାରିବା? ତୁଳନା କରିପାରିବା। ପ୍ରଥମେ ଏଇଟା ଗୋଟେ 5 ଅଙ୍କ ବିଶିଷ୍ଟ ସଂଖ୍ୟା, ତେଣୁ ଏକକ ସ୍ଥାନରେ କେତେ ଅଛି, ଦଶକ ସ୍ଥାନରେ କେତେ ଅଛି, 100 ସ୍ଥାନରେ କେତେ ଅଛି, 1000 ସ୍ଥାନରେ କେତେ ଅଛି ଏବଂ 10,000 ସ୍ଥାନରେ କେତେ ଅଛି ଆମେ ଦେଖିବା। ଦେଖ, ପ୍ରଥମ ସଂଖ୍ୟା ଅଛି 98,756, ତେଣୁ ମୁଁ ଲେଖିଲି ଏଇଟା 9, 8, 7, 5, 6। ତାପରେ ଅଛି 98,808, ମୁଁ ଲେଖିଲି 9, 8, 8, 0, 8। ଏବେ ଦେଖ, ଆମେ କ'ଣ କରିବା? ତୁଳନା କରିବା ବେଳେ ପ୍ରଥମେ ଆମେ ବାମ ପଟୁ ତୁଳନା କରି ଯିବା। ପ୍ରଥମେ ଦେଖ, 10,000 ସ୍ଥାନରେ ଦୁଇଟି ଯାକ ଅଙ୍କ କ'ଣ ସମାନ ଅଛି, ଦୁଇଟି ଯାକ ସଂଖ୍ୟାର ଅଙ୍କ ସମାନ ଅଛି। ତାପରେ ଆମେ କ'ଣ କରିବା? ଯେତେବେଳେ ସମାନ ଥିବ ଆମେ ଆଗକୁ ଯିବା, ତା ପର ସ୍ଥାନ ଦେଖିବା। ତାପରେ ଦେଖ, 1000 ସ୍ଥାନରେ ଦୁଇଟି ଯାକ ସଂଖ୍ୟାର ଅଙ୍କ କ'ଣ ସମାନ ଅଛି, ପୁଣି 8, 8 ଅଛି। ଯେତେବେଳେ ସମାନ ଅଛି ଆମେ କ'ଣ କରିବା? 100 ସ୍ଥାନକୁ ଯିବା। ଦେଖ, 100 ସ୍ଥାନରେ ପ୍ରଥମ ସଂଖ୍ୟାର ଅଙ୍କ କେତେ ଅଛି? 7 ଅଛି। ଦ୍ୱିତୀୟ ସଂଖ୍ୟାର ଅଙ୍କ ଅଛି କେତେ? 8। ଏବଂ ଆମେ ଜାଣିଛେ 7ଟା ସାନ 8ଠାରୁ, ତାମାନେ 98,756ଟା ସାନ କାଠାରୁ? 98,808 ଠାରୁ। ତାମାନେ 98,756 କାହା ପାଖରେ ଥିଲା? ରାମ ପାଖରେ। 98,808 ଥିଲା ହରି ପାଖରେ। ତାମାନେ କାହା ପାଖରେ ଅଧିକା ଟଙ୍କା ଅଛି? ହରି ପାଖରେ ଅଧିକା ଟଙ୍କା ଅଛି। ତେଣୁ ଆମେ ଲେଖିପାରିବା ହରି ପାଖରେ ଅଧିକା ଟଙ୍କା ଅଛି। ଏବେ ଆମ ପାଖରେ ଆଉ ଗୋଟେ ପ୍ରଶ୍ନ ଅଛି କି ନିମ୍ନରେ ଥିବା ସଂଖ୍ୟାମାନଙ୍କୁ ସାନରୁ ବଡ଼ କ୍ରମରେ ଲେଖ। ତୁମେମାନେ ଭିଡ଼ିଓ ପଜ୍ କରି ନିଜେ ଚେଷ୍ଟା କରିବା ଲାଗି, ନହେଲେ ଦେଖ, ଏଠି ଦେଖ ସଂଖ୍ୟା ଚାରୋଟି କ'ଣ? 4 ଅଙ୍କ ବିଶିଷ୍ଟ ସଂଖ୍ୟା ଅଛି। ତେଣୁ ଆମେ କ'ଣ କରିବା? ପ୍ରଥମେ 1000 ସ୍ଥାନକୁ ଦେଖିବା, ତାପରେ 100 ସ୍ଥାନକୁ ଦେଖିବା, ତାପରେ 10 ସ୍ଥାନକୁ ଦେଖିବା, ତାପରେ 1 ସ୍ଥାନକୁ ଦେଖିବା। ଏମିତି ଦେଖିକିନା ଆମେ କ'ଣ କରିପାରିବା? ତୁଳନା କରିପାରିବା। ପ୍ରଥମେ ଦେଖ, ଚାରୋଟି ଯାକ ସଂଖ୍ୟାରେ 1000 ସ୍ଥାନରେ କେତେ ଅଛି? 7 ଅଛି। ଚାରୋଟି ଯାକ ସମାନ ଅଛି, ତେଣୁ ଆମେ ଜାଣିପାରିବାନି ଏଠି କେଉଁ ସଂଖ୍ୟାଟି ବଡ଼ କେଉଁ ସଂଖ୍ୟାଟି ସାନ। ତାପରେ ଆମେ କ'ଣ କରିବା? ଆମେ ଯିବା 100 ସ୍ଥାନକୁ। 100 ସ୍ଥାନରେ ପ୍ରଥମ ସଂଖ୍ୟାରେ ଅଛି କେତେ? 8। ଦ୍ୱିତୀୟ ସଂଖ୍ୟାରେ ବି 8 ଅଛି। ତୃତୀୟ ସଂଖ୍ୟାରେ ଅଛି 7 ଏବଂ ଚତୁର୍ଥ ସଂଖ୍ୟାରେ ଅଛି କେତେ? 8। ଏଠି ଦେଖ, ତୃତୀୟ ସଂଖ୍ୟାରେ 100ର ସ୍ଥାନର ଅଙ୍କ ବାକି ସବୁ ସଂଖ୍ୟା ଠାରୁ କମ୍ ଅଛି, ତେଣୁ ସବୁଠୁ ସାନ କେଉଁଟା ହେବ? 7,778। ତାପରେ କମା ଦେବା। ତାପରେ ଆମେ ଏଇ ତିନୋଟି ସଂଖ୍ୟାକୁ ଦେଖିବା, କାରଣ ଆମେ ଗୋଟେ ସଂଖ୍ୟା ପାଇଗଲେଣି ସବୁଠୁ ସାନ। ତାପରେ ଏଇ ତିନୋଟି ସଂଖ୍ୟାରେ ଆମେ ଦେଖିବା ଦଶକ ସ୍ଥାନରେ କିଏ ସବୁଠୁ ସାନ ଅଛି। ଦଶକ ସ୍ଥାନରେ ପ୍ରଥମ ସଂଖ୍ୟାରେ ଅଛି 7, ଦ୍ୱିତୀୟ ସଂଖ୍ୟାରେ ଅଛି 8 ଏବଂ ଚତୁର୍ଥ ସଂଖ୍ୟାରେ ଅଛି 7। ତେଣୁ ଏମାନଙ୍କ ମଧ୍ୟରେ 7 ସାନ, କିନ୍ତୁ 7ରେ କ'ଣ? ଏଇ ଦୁଇଟି ସଂଖ୍ୟାରେ 7 ଅଛି ଦଶକ ସ୍ଥାନରେ। ତେଣୁ 7,887ଟା କ'ଣ? ଏଇ ଦୁଇଟି ସଂଖ୍ୟା ଠାରୁ ବଡ଼ ହେବ। ତେଣୁ ମୁଁ ଶେଷରେ ଲେଖିଦେବି 7,887। ଏବେ ଦେଖ, ଆମକୁ ଏଇ 7,877 ଏବଂ 7,878 ଏଇ ଦୁଇଟି ସଂଖ୍ୟା ଭିତରେ ବଡ଼ ସାନ ଦେଖିବାର ଅଛି। ଏବଂ ଦେଖ, ଦଶକ ସ୍ଥାନ ଆମେ ତ ଦେଖିଦେଇଛେ ସମାନ ଅଛି। ଏବେ ଏଇ ସଂଖ୍ୟା ଦ୍ୱୟର ଆମେ କ'ଣ କରିବା? ଏକକ ସ୍ଥାନକୁ ଦେଖିବା। ପ୍ରଥମ ସଂଖ୍ୟାର ଏକକ ସ୍ଥାନରେ ଅଛି 7, ଦ୍ୱିତୀୟ ସଂଖ୍ୟାର ଏକକ ସ୍ଥାନରେ ଅଛି 8। ତାମାନେ 7,877 କ'ଣ ଅଛି? ସାନ ଅଛି 7,878 ଠାରୁ। ତେଣୁ ମୁଁ ପ୍ରଥମେ ଲେଖିବି ଏଠି 7,877 ଏବଂ ତାପରେ ଲେଖିବି କେତେ? 7,878। ତେଣୁ 7,778 କ'ଣ ହେଲା? ସବୁଠୁ ସାନ। ତାପରେ 7,877, ତାପରେ 7,878 ଏବଂ ତାପରେ ସବୁଠୁ ବଡ଼ ହେବ କ'ଣ? 7,887। ଏବେ ଆମ ପାଖରେ ଆଉ ଗୋଟେ ପ୍ରଶ୍ନ ଅଛି, 87,887 ଏବଂ 87,907 ମଧ୍ୟରେ ଆସୁଥିବା ଯେକୌଣସି 5ଟି ସଂଖ୍ୟା ଲେଖ। ଦେଖ, ଯଦି ମୁଁ ତୁମକୁ କହିବି 1ରୁ 10 ଭିତରେ ଥିବା ସଂଖ୍ୟା ଗୁଡ଼ିକୁ ଲେଖ, ତୁମେ ଲେଖିପାରିବ। 1 ପରେ ଆସୁଛି 2, 3, 4, 5, 6, 7, 8, 9। ସେମିତି ଏଇ ଦୁଇଟି ସଂଖ୍ୟା ମଧ୍ୟରେ କ'ଣ 5ଟି ସଂଖ୍ୟା, ଯେକୌଣସି 5ଟି ସଂଖ୍ୟା ତୁମକୁ ଲେଖିବାର ଅଛି। ପ୍ରଥମେ 87,887। ଆ ପର ସଂଖ୍ୟାଟି ଆମେ କେମିତି ଜାଣିବା? ଆମେ କ'ଣ କରିବା? 1 ମିଶାଇ ଦେବା।
एक मिसेले ता पर संख्या पाइबा 87,888। आउ गोटे एक मिसेदेले आउ गोटे संख्या पाइबा आम पाइले 87,889। तापर आउ गोटे एक मिसेदेबा आम पाइबा 9 एक मिसेले 10, तापर एटा हो 9 8 7 8 तार 87,890। तापर कौन करवा पुणी तादे 87,890 एक मिसेदेबा आउ गोटे संख्या पाइबा एवं यही संख्या गुड़ा कौन 87,907 ठार सान ही बाहर। तेणु लिखी 87,891। आम केतटी संख्या पाइले गोटे संख्या पाइले दुईटी संख्या पाइले तीनोटी संख्या पाइले एवं चारोटी संख्या पाइले। तापर आम कौन कर आउ गोटे एक मिसेदेबा आम पाइले 87,892। तेणु आम पांचटी संख्या कौन कौन पाइले गोटे है 87,888 87,889 87,890 87,891 एवं 87,892। एबे आमे ताको आउ गोटे प्रकार भी करिपरिबा। आमे कौन करवा 87,000 बड़ संख्याटी कौन 87,907 एवं सान संख्याटी थिला 87,887। आमे सान संख्या आड़ू गले सान संख्यार बड़ संख्या आड़ू गले बोली एक लेखा मिसेकी गले। तेणु आमे जदि बड़ संख्यार सान संख्या आड़ू आसीबा आमे कौन करवा एक लेखा फेड़िकी आसीबा। तेणु एमिति आमे कौन सी दुईटा संख्या मध्य आसुवा संख्या गुड़ी लिखिपर।